ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ଆମ୍ବ ସହିତ ଶୁଭେଚ୍ଛା। ବର୍ତ୍ତମାନ କୋରାପୁଟିଆ ଆମ୍ବ ବଜାରକୁ ଆସିଗଲାଣି। ଏବେ ପର୍ଯ୍ୟନ୍ତ ଆନ୍ଧ୍ରରୁ ଆସୁଥିଲା ଆମ୍ବ, ଯାହାକୁ କି ଆମେ ଖାଉଥିଲେ ଏବଂ କାର୍ବାଇଡ ଯୁକ୍ତ ସେହି ଆମ୍ବ ଗୁଡ଼ିକ ପାଣିଚିଆ ପାଣିଚିଆ ଲାଗୁଥିଲା। ବର୍ତ୍ତମାନ ସାବିତ୍ରୀ ଅମାବାସ୍ୟା ଆସିଛି ଏବଂ ଏହି ସମୟରେ ଆମେ ଦେଖିବାକୁ ପାଉଛୁ ଚାରିଆଡ଼େ କୋରାପୁଟିଆ ଆମ୍ବର ପସରା କୁ ନେଇ ଆଦିବାସୀ ମହିଳାମାନେ ରାସ୍ତା କଡ଼ରେ ବଜାରରେ ସବୁଠି ବିକିବାକୁ ଆରମ୍ଭ କରିଛନ୍ତି। କୋରାପୁଟରେ ମଧ୍ୟ ବିକ୍ରି ହେଉଛି। ତେବେ ଆଜି ନବରଙ୍ଗପୁରରୁ ଫେରିଲା ବେଳକୁ ବରିଗୁମା ପରେ ପୂଜାରୀପୁଟ ଯୋଉ ଗାଁଟି ରହିଛି ତା ପାଖରେ ରାସ୍ତା କଡ଼ରେ କିଛି ମହିଳାଙ୍କୁ ଆମ୍ବ ବିକୁଥିବା ଦେଖିଲି। ପାଖକୁ ଯାଇ ପଚାରିଲି ଯେ ଏଇ ଆମ୍ବ ଏଇ ପାଖ ଆଖର ତ? ସେ ଆଦିବାସୀ ମହିଳା କହିଲେ ହଁ, ଏଇ ପାଖ ଆଖ ଆମ୍ବ ଯାକ ଚାରିଆଡୁ ଅଣା ହେଇଛି। ଆନ୍ଧ୍ରର ନୁହଁ ତ? ସେ କହିଲେ ନାଇଁ ନାଇଁ, ଏଇ ପାଖରୁ ଆନ୍ଧ୍ରରୁ କାହିଁକି ଆଣିବି, ଆମ ପାଖରେ ବହୁତ ଆମ୍ବ ଅଛି। ମୁଁ କହିଲି କୋଉ କୋଉ ପ୍ରକାର ଆମ୍ବ ଅଛି? ସେ ଗୋଟେ ଗୋଟେ ନାଁ କରି କହି ଚାଲିଲେ। ଅଛି ଲେଙ୍ଗଡା ଅଛି, ଦଶୁରୀ ଅଛି, ବାଇଗଣପଲ୍ଲୀ ଅଛି, ଏହିପରି ଆଖୁ ରସ ବି ଅଛି। ଆଖୁ ରସ ଆମ୍ବକୁ ସେ ବିକ୍ରି କରୁଥିଲେ 50 ଟଙ୍କା। ଦଶୁରୀ ଯୋଉ ଆମ୍ବ, ଦଶୁରୀ ଆମ୍ବ ତାକୁ 60 ଟଙ୍କା। ଏଇଭଳି ଭାବରେ ବିଭିନ୍ନ ଆମ୍ବ ସେ ବିକ୍ରି କରିବା ଆରମ୍ଭ କରିଥିଲେ ଏବଂ କିଛି ଗାଡି ମଧ୍ୟ ସେଠି ଅଟଉଥିଲା। ତେଣୁ ଖୁସିର କଥା, ବର୍ତ୍ତମାନ ଆଦିବାସୀ ମହିଳାମାନେ ଏଇ ଆମ୍ବ ବଗିଚାରୁ ଆଣି ରାସ୍ତା କଡ଼ରେ ଅପେକ୍ଷା କରୁଛନ୍ତି ଆମ୍ବକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ଏବଂ ତାଙ୍କୁ ଉଚିତ ଦରରେ ସେମାନେ ବିକ୍ରି କରିବାରେ ବି ସମର୍ଥ ହଉଛନ୍ତି। ଆଜି 2 କେଜି ଧରିକି ଆସିଲି ସେଠରୁ ଦଶୁରୀ ଆମ୍ବ। ଭଲ ମିଠା ଲାଗିଲା, ବହୁତ ଭଲ ଅଛି। କାରଣ ସେମାନେ ପାଳରେ ସେଟାକୁ ପଚେଇଛନ୍ତି। ସେମାନେ ଯାହା ସେମାନେ କହିବା କଥା, ନିଶ୍ଚିତ ଭାବରେ ଆଦିବାସୀ ମହିଳା ଯୋଉ ଭଳିଆ କହୁଥିଲେ ସେଥିରେ ସେ ମିଛ କହିଛନ୍ତି ବୋଲି ଆମେ ଭାବିବା ନାହିଁ। ପାଳରେ ସେ ଆମ୍ବକୁ ପଚେଇଛନ୍ତି, ଯାହାଫଳରେ କି ତାର ସୁଆଦଟା ବି ଭଲ ରହିଛି, ମିଠା ରହିଛି। ଏବେ ବର୍ତ୍ତମାନ ଆମ୍ବର ସମୟ। ଗୋଟିଏ ହିଁ କଥା, ଆମେ ଆମର ଆମ୍ବକୁ ଖାଇବା, ତାକୁ ଚାଖିବା ଏବଂ ଅନ୍ୟମାନଙ୍କୁ ଚଖେଇବା ଏବଂ ଯୋଉଠିକି ବି ପଠଉଛନ୍ତି, ଆସନ୍ତା କାଲିର ଯୋଉ ସାବିତ୍ରୀ ଅମାବାସ୍ୟା ଅଛି, ସାବିତ୍ରୀ ଅମାବାସ୍ୟା ସମୟରେ ବି ଆପଣ ଯୋଉ ଅନ୍ୟମାନଙ୍କ ଆମ୍ବ ଦେବେ, ତେବେ କୋରାପୁଟି ଆମ୍ବ ଦିଅନ୍ତୁ। କୋରାପୁଟି ଆମ୍ବ ବହୁତ ସୁଆଦିଆ ଲାଗିଲାଣି, ପାଚି ଆସିଲାଣି। ଆପଣ ବି ଖୁସ, ସମସ୍ତେ ଖୁସ। ରହୁଛୁ ତେବେ ପୁଣି ଥରେ ଆମ୍ବ ଖାଇ ଖାଇ ଆନନ୍ଦ ହଉଥିବ ଆପଣଙ୍କ ପାଖରେ ପୁଣି ଆଉ ଏକ ଏପିସୋଡ ନେଇ ଆସିବୁ। ସେତିକି ପର୍ଯ୍ୟନ୍ତ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ବିଦାୟ ନେଉଛି। ମୁଁ ସି.ଏଚ୍. ଶାନ୍ତାକର, କୋରାପୁଟିଆ ଜୁହାର, ନମସ୍କାର।